ଆଜିର ଇଭନିଂ ଏତେ ଖାସ୍ ହେଇଯିବ ଭାବି ନଥିଲି। ନମସ୍କାର, ମୁଁ ମାମା। ସ୍ୱାଗତ କରୁଛି ଆମ ଓଡ଼ିଆ ଜୀବନର ଆଉ ଏକ ଛୋଟ ଅଧ୍ୟାୟକୁ। ଆଜିର ଦିନ ଯେମିତି ସେମିତି ଥିଲା, ବଟ୍ ଇଭନିଂଟା ବହୁତ ଖାସ୍‌ରେ କଟିଲା। ବର୍ଷା ଝିପ୍ ଝିପ୍ ଲାଗି ରହିଥିଲା, ସୋ ୱେଦର ବହୁତ ଭଲ ଲାଗୁଥିଲା। ରୋଷେଇ ସାରି ଗଛରେ ଟିକେ ପାଣି ଦେଇଦେଲି, ତାପରେ ବାବୁଙ୍କୁ ଗାଧେଇଦେଲି। ଆଜି ଲଞ୍ଚରେ ଚିକେନ୍ କଷା କରିଥିଲି, ଆଉ ବାବୁନ ପାଇଁ ଅଣ୍ଡା ଆମଲେଟ୍ କରିଦେଇଥିଲି। ତାକୁ ଗାଧେଇକି ଫାଷ୍ଟ ଖୁଆଇଦେଲି, ଦେନ୍ ନିଜେ ଖାଇବାକୁ ବସିଲି। ଶୁକ୍ରବାରର ଚିଙ୍ଗୁଡ଼ି ବି ଟିକେ ଥିଲା, ସୋ ନେଇ ଆସିଥିଲି। ଆଉ ଶାନ୍ତିରେ ବସି ଚିକେନ୍, ଭାତ, ଚିଙ୍ଗୁଡ଼ି ଖାଇଦେଲି। ଏକା ବସି ଖାଇବା ମୋତେ କେବେ ବି ପସନ୍ଦ ନୁହଁ। ହେଲେ କ'ଣ କରିବା, ଯେବେଠୁ ଏକା ରହିଲିଣି, ଏକା ବସି ଏମିତି ଖାଇବାକୁ ପଡ଼ୁଛି। ଖାଇକି ମା ପୁଅ ଟିକେ ମସ୍ତି କଲୁ, ଦେନ୍ ଶୋଇପଡ଼ିଲୁ। ହଠାତ୍ ବେଲ୍ ବାଜିଲା, ଉଠିକି ଦେଖେ ତ ଇଏ ଆଜି ଅଫିସରୁ ହାଫ୍ ଡେରେ ପଳେଇ ଆସିଛନ୍ତି। ବହୁତ ଖୁସି ଲାଗିଲା। ଦେନ୍ ବାହାରିଗଲୁ ଟିକେ ବୁଲିବାକୁ। ଅଗଷ୍ଟ 16ର ଦିନ ଏଇଟା। ହେଲେ ବି ଏ ଫୁଲେଇ ସହର ଲୋକମାନଙ୍କୁ ବାନ୍ଧି ରଖିଛି ସ୍ୱାଧୀନତାର ଉତ୍ସବ ମନେଇବାକୁ। ଆମେ କିଛି ଡିସାଇଡ୍ କରିନଥିଲୁ କୁଆଡ଼େ ଯିବୁ। ଅଧା ବାଟେ ଟିକେ ମୋତେ ପଚାରିଲେ, ଏସ୍ପ୍ଲାନେଡ୍ ଯିବା? ମୁଁ କହିଲି ଚାଲ। ଏଠି ଏତେ ଭିଡ଼ ଥିଲା ଯେ ପାର୍କିଂ ପାଇଁ ବହୁତ ଟାଇମ୍ ଟ୍ରାଫିକରେ ରହିବାକୁ ପଡ଼ିଲା। ୱିଣ୍ଡୋ ସପିଂ କରୁ କରୁ ମୋ ପାଇଁ ଗୋଟେ ଟ୍ରାଉଜର ଆଣିଥିଲି, ଯାହାର ସୁଟ୍ ମୁଁ କରିପାରିଲିନି, ଭୁଲି ଯାଇଥିଲି। ଆଉ ଖାଇବାକୁ ଗଲାବେଳକୁ ସିଟ୍ ହିଁ କିଛି ନଥିଲା। ଏତେ ଭିଡ଼ ଥିଲା ଯେ ଡିସାଇଡ୍ କଲୁ ଖାଉ ବୋଲି ପଳେଇବା। ଆଉ ସେଠି ଯାଇକି କିଛି ଖାଇଦେବା। ଏସ୍ପ୍ଲାନେଡ୍‌ରୁ ବାହାରିଲା ବେଳକୁ ୟାଙ୍କର ମୁଚିରେ ନଜର ପଡ଼ିଗଲା। ସୋ ଏ କହିଲେ ମୁଁ ଗୋଟେ ମୁଚିର ଚପଲ ନେବି। ମୁଁ ଆଗରୁ ଆପଣଙ୍କୁ କହିଥିଲି ନା, ଏ ବହୁତ ଚୁଜି। ସେ ତାଙ୍କ ପାଇଁ କିଛି ବାଛିଲା ବେଳକୁ ତାଙ୍କୁ ବହୁତ ଟାଇମ୍ ଲାଗେ। ଆଉ 100% ଭଲ ନ ଲାଗିଲେ ସେ ଆଣିବେନି। ଆଉ ଠିକ୍ ସେମିତି ହେଲା। ତାଙ୍କୁ ସେଠି କିଛି ବି ପସନ୍ଦ ଆସିଲାନି। ତ ଆମେ ବାହାରିଗଲୁ ଭୁବନେଶ୍ୱରର ଖାଉ ବୋଲି। ତାଙ୍କ ପାଇଁ ସେ ଚିକେନ୍ ମଲାଇ ଟିକ୍କା, ମୋ ପାଇଁ ଫ୍ରାଏଡ୍ କ୍ରିସ୍ପି ଚିକେନ୍ ଆଉ ବାବୁନ ପାଇଁ ଚିକେନ୍ ମୋମୋ ଆଣିଥିଲେ। 3ଟା ଯାକର ଟେଷ୍ଟ ବହୁତ ଭଲ ଥିଲା। ତାପରେ ବାବୁନ ପାଇଁ ଗୋଟେ ଚକୋଲେଟ୍ ସେକ୍ ଆଣିଥିଲେ, ଆଉ ଆମେମାନେ ବି ଟିକେ ଟିକେ ଟେଷ୍ଟ କରିଥିଲୁ। ଥଣ୍ଡା ଏତେ ଥିଲା ଯେ ପିଉ ପିଉ ଆମ 2 ଜଣଙ୍କର ହିଁ ମୁଣ୍ଡ ବିନ୍ଧା ହେଲା। ବାବୁ ତାକୁ କେମିତି ପିଇଲା କେଜାଣି? ୟାଙ୍କର ବିରିୟାନୀ ଖାଇବାକୁ ଇଚ୍ଛା ଥିଲା, ସୋ ଗୋଟେ ରେଷ୍ଟୁରାଣ୍ଟରେ ବିରିୟାନୀ ପାର୍ସଲ କରି ଘରକୁ ବାହାରିଗଲୁ। ବିରିୟାନୀର ଟେଷ୍ଟ ବି ବହୁତ ଭଲ ଥିଲା। ଆଜି ପାଇଁ ଏତିକି। ଦେଖା ହବ ନେକ୍ସଟ ଭିଡିଓରେ। ତେବେ ଯାଏଁ ରହିଲି। ନମସ୍କାର। ଜୟ ଜଗନ୍ନାଥ।